राधे श्याम। तो फ्रेंड्स आज किछि नुआ ज्ञान नेबा चलंतु। भगवान कौन कहउचंती? अभ्यास्य गेयुत केन चेत सानान्य गामिना परम पुरुष विद्ययाति पूर्थानु चिंतयन। हे पार्थ, ସେହି ସ୍ମରଣ ନିମନ୍ତେ ଯୋଗାଭ୍ୟାସରେ ମୁକ୍ତ ହୋଇ ମୋର ଚିନ୍ତନ ଏବଂ ମୋର ଯୋଗାଭ୍ୟାସ ପରସ୍ପର ପର୍ଯ୍ୟାୟ ଅଟେ। ମୋ ବ୍ୟତୀତ ଅନ୍ୟ ଆଡ଼କୁ ନ ଯାଉଥିବା ଚିତ୍ତ ଦ୍ୱାରା ନିରନ୍ତର ଚିନ୍ତନ କରୁଥିବା ବ୍ୟକ୍ତି ପର ପ୍ରକାଶ ସ୍ୱରୂପ ଦିବ୍ୟ ପୁରୁଷ ପରମାତ୍ମାକୁ ପ୍ରାପ୍ତ ହୋଇଥାଏ। ଏଇଠି ଭଗବାନ କହୁଛନ୍ତି, ମୋ ବ୍ୟତୀତ ଅନ୍ୟ ଆଡ଼କୁ ଯାଉନଥିବା ଚିତ୍ତ ଦ୍ୱାରା ନିରନ୍ତର ଚିନ୍ତନ କରୁଥିବା ବ୍ୟକ୍ତି ପର ପ୍ରକାଶ ସ୍ୱରୂପ ଦିବ୍ୟ ପୁରୁଷ ପରମାତ୍ମାକୁ ପ୍ରାପ୍ତ ହୋଇଥାଏ। କହୁଛନ୍ତି ଯେ ମୋ ଚିନ୍ତନ ଯିଏ କରୁଥିବ, ମୋର ଚିନ୍ତନ ଦ୍ୱାରା ଅନ୍ୟ କୁଆଡ଼େ ତାର ଚିନ୍ତା ନଥିବ, ସେଇ ମଣିଷ ଦିବ୍ୟ ପ୍ରକାଶକୁ ପରମାତ୍ମାକୁ ପ୍ରାପ୍ତ ହୋଇଥାଏ। ମନେ କରନ୍ତୁ ଏହି ପେନସିଲ ଭଗବାନ ଅଟେ, ତେବେ ଏହା ବ୍ୟତୀତ ଅନ୍ୟ କୌଣସି ବସ୍ତୁ ସ୍ମରଣ ନା ଆସିବା ଉଚିତ। ଏହା ଆଖପାଖରେ ଯଦି ପୁସ୍ତକ କିମ୍ବା ଅନ୍ୟ କିଛି ଦେଖାଯାଏ, ତେବେ ଆପଣ କ'ଣ ସ୍ମରଣ ଖଣ୍ଡିତ ହୋଇଗଲା? ସ୍ମରଣ ଏତେ ସୂକ୍ଷ୍ମ ହୋଇଥାଏ ଯେ ଇଷ୍ଟଙ୍କ ବ୍ୟତୀତ ଅନ୍ୟ ବସ୍ତୁ ସ୍ମରଣ ମଧ୍ୟ ନହେବା ଉଚିତ। ମନରେ କୌଣସି ତରଙ୍ଗ ମଧ୍ୟ ନ ଆସିପାରୁ, ତେବେ ସ୍ମରଣ ଏବଂ ଯୁଦ୍ଧ ଗୋଟିଏ ସମୟରେ କିପରି ହେବ? ବସ୍ତୁତଃ ଯେତେବେଳେ ଆପଣ ଚିତ୍ତକୁ ଚାରିଆଡ଼କୁ ସାଉଁଟି ନିଜର ଏକ ଆରାଧ୍ୟାଙ୍କ ସ୍ମରଣ ପ୍ରବୃତ୍ତ ହେବେ, ତେବେ ସେହି ସମୟରେ ମାୟିକା ପ୍ରବୃତ୍ତି କାମ, କ୍ରୋଧ, ରାଗ, ଦ୍ୱେଷ ଇତ୍ୟାଦି ବାଧା ରୂପରେ ସମାନରେ ପ୍ରକଟ ହେବେ। ଆପଣ ସ୍ମରଣ କରିବେ, କିନ୍ତୁ ସେମାନେ ଆପଣଙ୍କ ଭିତରେ ଉଦ୍ବେଗ ଉତ୍ପନ୍ନ କରିବେ, ଆପଣଙ୍କ ମନକୁ ବିଚଳିତ କରିବାକୁ ଚାହିଁବେ। ଏହି ବାକ୍ୟ ପ୍ରବୃତ୍ତିମାନଙ୍କ ପାର ପାଇବା ହିଁ ଯୁଦ୍ଧ ଅଟେ। ନିରନ୍ତର ଚିନ୍ତନ ସହିତ ଯୁଦ୍ଧ ସମ୍ଭବ ଅଟେ। ନିରନ୍ତର ଚିନ୍ତନ ସହିତ ଯୁଦ୍ଧ ସମ୍ଭବ ଅଟେ। ଗୀତାର ଗୋଟିଏ ମଧ୍ୟ ଶ୍ଲୋକ ବାହ୍ୟ ମାରିବା କାଟିବାରେ ସମର୍ଥନ କରୁନାହିଁ। ଚିନ୍ତନ କାହାକୁ କରିବା, ଏହା ଉପରେ କହୁଛନ୍ତି। ଗୀତାର ଗୋଟିଏ ବି ଶ୍ଲୋକ ବାହାରେ ମାରିବା କାଟିବାକୁ ସମର୍ଥନ କରୁନାହିଁ। କେବଳ ଚିନ୍ତନକୁ କାହାକୁ କେମିତି ଚିନ୍ତନ କରିବା, କାହାକୁ ଚିନ୍ତନ କରିବା, ସେଇ ବିଷୟରେ କହୁଛନ୍ତି। କବି ପୁରୁଣା ମନୁ ଶାସିତାର ମନୋରଣୀୟ ୟା ସମୁସ୍ମରେଦ୍ ୟ ସର୍ବସ୍ୟ ଧାତାର ମଚିନ୍ତ୍ୟନରମ୍ ମାଦିତ୍ୟ ବର୍ଣ୍ଣ ତମସ୍ୟ ପରସ୍ତାତ୍। ସେଇ ଯୁଦ୍ଧ ସହିତ ସେ ପୁରୁଷ ସର୍ବଜ୍ଞ ଅନାଦି ସମସ୍ତଙ୍କ ନିୟତା ସ୍ମରଣରୁ ମଧ୍ୟ ଅତି ସୂକ୍ଷ୍ମ ସମସ୍ତଙ୍କୁ ଧାରଣା ପୋଷଣ କରିବା ବ୍ୟକ୍ତି, କିନ୍ତୁ ଅଚିତ୍ୟ ଯେଉଁ ପର୍ଯ୍ୟନ୍ତ ଚିତ୍ତ ଏବଂ ଚିତ୍ତର ଲହରୀ ରହିଛି, ସେ ପର୍ଯ୍ୟନ୍ତ ସେ ଦର୍ଶନ ଦେଇ ନଥାନ୍ତି। ଚିତ୍ତର ନିରୋଧ ଏବଂ ବିଲୟ କାଳରେ ହିଁ ଯାହା ବିଦିତ ହୋଇଥାଏ। ନିତ୍ୟ ପ୍ରକାଶ ସ୍ୱରୂପ ଏବଂ ଅବିଦ୍ୟାରୁ ଊର୍ଦ୍ଧ୍ୱରେ ସେହି ପରମାତ୍ମାକୁ ସ୍ମରଣ କରିଥାଏ। ପୂର୍ବରୁ କହିଲେ ଯିଏ ମୋ ଚିନ୍ତନ କରିଥାଏ, ଏଠାରେ କହୁଛନ୍ତି ଯେ ସିଏ ପରମାତ୍ମାକୁ ଚିନ୍ତନ କରିଥାଏ। ଅତଃ ସେହି ପରମାତ୍ମାଙ୍କ ଚିନ୍ତନ ଅର୍ଥାତ୍ ଧ୍ୟାନର ମାଧ୍ୟମ ତତ୍ତ୍ୱ ସ୍ଥିର ମହାପୁରୁଷ ହିଁ ଅଟନ୍ତି। ଏହି କର୍ମରେ ପ୍ରୟାଣ କାଳେ ମନସାଚଲେନ ଭକ୍ତାୟୁକ୍ତ ୟୋଗ ବଲେନ ଚୈବ ଭ୍ରୁବ ମଧ୍ୟେ ପ୍ରାଣମାବେଶ୍ୟ ସମ୍ୟକ୍ ସ୍ୱତଃ ପରମ ପୁରୁଷମୁପୈତି ଦିବ୍ୟମ୍। ଯିଏ ନିରନ୍ତର ସେହି ପରମାତ୍ମାଙ୍କ ଚିନ୍ତନ କରୁଥାଏ, ସେହି ଭକ୍ତିଯୁକ୍ତ ପୁରୁଷ ପ୍ରଣୟ କାଳେ ଅର୍ଥାତ୍ ମନର ବିଲୀନ ଅବସ୍ଥାରେ ଯୋଗ ବଳ ଦ୍ୱାରା ଅର୍ଥାତ୍ ସେହି ନିୟତ କର୍ମର ଆଚରଣ ଦ୍ୱାରା
ଭ୍ରୁକୁଟିକୁ ମଧ୍ୟରେ ପ୍ରାଣକୁ ସମ୍ୟକ୍ ରୂପରେ ସ୍ଥାପିତ କରି ପ୍ରାଣ ଅପାନକୁ ଭଲ ରୂପେ ଶମନ କରି ନା ଭିତରୁ ଉଦ୍ବେଗ ଉତ୍ପନ୍ନ ହେଉଥିବ ନା ବାହ୍ୟ ସଂକଳ୍ପ ହିଁ ଆସିପାରିବ। ସତ୍ୱ ରଜ ତମ ସମ୍ୟକ୍ ରୂପେ ଶାନ୍ତ ହୋଇଥିବ। ସୁରତ ଅର୍ଥାତ୍ ମନରେ ଦୃଷ୍ଟି ଇଷ୍ଟଙ୍କ ଠାରେ ହିଁ ସ୍ଥିତ ହୋଇଥିବ। ସେହି କାଳରେ ସେହି ଅଚଳ ମନ ଅର୍ଥାତ୍ ସ୍ଥିର ବୁଦ୍ଧିଯୁକ୍ତ ପୁରୁଷ ସେହି ଦିବ୍ୟ ପୁରୁଷ ପରମାତ୍ମାକୁ ପ୍ରାପ୍ତ ହୋଇଥାନ୍ତି। ନିରନ୍ତର ସ୍ମରଣୀୟ ଏହା ଯେ ସେହି ଏକ ପରମାତ୍ମାଙ୍କ ପ୍ରାପ୍ତିର ବିଧାନ ହିଁ ଯୋଗ ଅଟେ। ତାହାଙ୍କ ନିମନ୍ତେ ନିୟତ କ୍ରିୟାର ଆଚରଣ ହିଁ ଯୋଗ କ୍ରିୟା ଅଟେ। ଏହାର ବିସ୍ତାର ବର୍ଣ୍ଣନା ଯୋଗେଶ୍ୱର ଚତୁର୍ଥ ଏବଂ ଷଷ୍ଠ ଅଧ୍ୟାୟରେ କରିଛନ୍ତି। ବର୍ତ୍ତମାନ ସେ କହିଲେ ନିରନ୍ତର ମୋର ହିଁ ସ୍ମରଣ କର। ସ୍ମରଣ କିପରି କରିବା? ଏହି ଯୋଗ ଧାରଣାରେ ସ୍ଥିର ହୋଇ କରିବାକୁ ହେବ। ନିରନ୍ତର ସ୍ମରଣ କରିବା ବ୍ୟକ୍ତି ଦିବ୍ୟ ପୁରୁଷକୁ ହିଁ ପ୍ରାପ୍ତ ହୋଇଥାଏ। ଏହା କେବେ ବିସ୍ତୃତ ହୋଇନଥାଏ। ଏଠାରେ ଏହି ପ୍ରଶ୍ନର ସମାଧାନ ହେଲା ଯେ ଆପଣ ପ୍ରୟାଣ କାଳରେ କିପରି ଜାଣିବାରେ ଆସିଥାନ୍ତି। ପାଇବା ଯୋଗ୍ୟ ପଦର ଚିତ୍ରଣ ଦେଖି ଯାହା ଗୀତାର ସ୍ଥାନ ସ୍ଥାନରେ ଆସିଛି। ୟଦର ବେଦବିଦ ବଦନ୍ତି ବିଶନ୍ତି ୟଦ ୟାତାୟ ବୀରରାଗା ୟଦିଚ୍ଛନ୍ନେ ବ୍ରହ୍ମଚର୍ଯ୍ୟ ଚରନ୍ତି ତତେ ପଦ ସଂଗ୍ରହଣ ପବକ୍ଷେ। ବେଦବିଦ୍ ଅର୍ଥାତ୍ ଅବିଦିତ ତତ୍ତ୍ୱକୁ ପ୍ରତ୍ୟକ୍ଷ ଜାଣୁଥିବା ବ୍ୟକ୍ତି ଯେଉଁ ପରମ ପଦକୁ ଅକ୍ଷର କୁହାଯାଏ। ବିତରାଗ ମହାତ୍ମା ଯେଉଁଥିରେ ପ୍ରବେଶ ପାଇବା ନିମନ୍ତେ ପ୍ରୟତ୍ନଶୀଳ। ଯେଉଁ ପରମ ପଦକୁ ପାଇବା ଇଚ୍ଛା କରିଥିବା ବ୍ୟକ୍ତି ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିଥାନ୍ତି। ବ୍ରହ୍ମଚର୍ଯ୍ୟର ଅର୍ଥ କେବଳ ଜନେନ୍ଦ୍ରିୟରେ ନିରୋଧ ନୁହେଁ ବରଂ ବ୍ରହ୍ମ ଆଚରିତ ସବ୍ରହ୍ମଚାରୀ। ବାହ୍ୟ ସ୍ପର୍ଶକୁ ମନରୁ ତ୍ୟାଗ କରି ବ୍ରହ୍ମର ନିରନ୍ତର ଚିନ୍ତନ ସ୍ମରଣ ହିଁ ବ୍ରହ୍ମଚର୍ଯ୍ୟ ଅଟେ। ଯାହା ବ୍ରହ୍ମର ଦର୍ଶନ କରେଇବା ସେଥିରେ ସ୍ଥାପନ କରି ଶାନ୍ତ ହୋଇଯାଇଥାଏ। ଏହି ଆଚରଣ ଦ୍ୱାରା ଇନ୍ଦ୍ରିୟ ସଂଯମ ନୁହେଁ ବରଂ ସମ୍ପୂର୍ଣ୍ଣ ଇନ୍ଦ୍ରିୟ ସଂଯମ ସ୍ୱତଃ ହୋଇଥାଏ। ଏପରି ଯିଏ ବ୍ରହ୍ମଚର୍ଯ୍ୟ ଆଚରଣ କରିଥାଏ ଯାହା ହୃଦୟରେ ସଂଗ୍ରହ କରିବା ଯୋଗ୍ୟ ଧାରଣ କରିବା ଯୋଗ୍ୟ ସେହି ପଦକୁ ମୁଁ ତ ନିମନ୍ତେ କରିବି। ସେହି ପଦ କ'ଣ? ତାହା କିପରି ପ୍ରାପ୍ତ ହୋଇଥାଏ? ଏହି ବିଷୟରେ ଯୋଗେଶ୍ୱର ଶ୍ରୀକୃଷ୍ଣ କହୁଛନ୍ତି। ସର୍ବଦ୍ୱାରାଣି ସଂଯମ୍ୟ ମନ ହୃଦି ନିରୁଦ୍ଧ ଚ ମଧ୍ୟ ନ୍ୟାୟାତ୍ମନ ପ୍ରାଣମସ୍ତାତ୍ୟ ଯୋଗ ଧାରାୟାମ୍। ସମ୍ପୂର୍ଣ୍ଣ ଇନ୍ଦ୍ରିୟମାନଙ୍କ ଦ୍ୱାରକୁ ନିରୋଧ କରି ଅର୍ଥାତ୍ ବାସନା ଗୁଡ଼ିକରୁ ଅଲଗା ରହି ମନକୁ ହୃଦୟରେ ସ୍ଥିର କରି ଧ୍ୟାନ ହୃଦୟରେ ହିଁ କରାଯାଇଥାଏ ବାହାରେ ନୁହେଁ। ପୂଜା ବାହ୍ୟରେ ହୋଇନଥାଏ। ପ୍ରାଣ ଅର୍ଥାତ୍ ଅନ୍ତଃକରଣ ବ୍ୟାପାରକୁ ମସ୍ତିଷ୍କରେ ନିରୋଧ କରି ଯୋଗ ଧାରଣାରେ ସ୍ଥିର ହୋଇଥାଏ। ଯୋଗକୁ ଧାରଣ କରି ରହିବା ଅନ୍ୟ ଉପାୟ ନୁହେଁ। ଏହିପରି ସ୍ଥିର ହୋଇ କରିବା ଉଚିତ। ତ ଭଗବାନ ଆଜି ଆପଣଙ୍କୁ ଯେତିକି ଜ୍ଞାନ ଦେଇଛନ୍ତି ଆପଣ ନିହାତି ଭଲ ଭାବରେ ଶୁଣିଥିବେ। ଆପଣଙ୍କୁ ଭଲ ଲାଗିଥିବ। ତ ନେକ୍ସଟ ଭିଡ଼ିଓରେ ପୁଣି ଭଗବାନ କ'ଣ କହୁଛନ୍ତି ମୁଁ ସେଇ ବିଷୟରେ ଭିଡ଼ିଓ ଆଣିବି। ରାଧେ ଶ୍ୟାମ। आप सबका मंगल हो।